ଲକ୍ଷାଧିକ ଟଙ୍କା ହଡପ କରିବା ପରେ ଏହାକୁ ଲୁଟ୍ର ରୂପ ଦେବା ପାଇଁ ରଚାଯାଇଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛି ବଡ଼ମାଲ ପୁଲିସ। ଘଟଣାର କ୍ୟାଶ୍ ଏକ୍ଜିକ୍ୟୁଟିଭ୍ ସମେତ 4 ଜଣଙ୍କୁ ପୁଲିସ ଗିରଫ କରିଛି। ରେଡିଆଣ୍ଟ କ୍ୟାଶ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ ଲିମିଟେଡ୍ ଚେନ୍ନାଇ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଓ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଝାରସୁଗୁଡ଼ା ଅଞ୍ଚଳରେ ଗ୍ରାହକମାନଙ୍କଠାରୁ ଟଙ୍କା ସଂଗ୍ରହ କରି ବ୍ୟାଙ୍କ ଖାତାରେ ଜମା କରିବା ଦାୟିତ୍ୱ କ୍ୟାଶ୍ ଏକ୍ଜିକ୍ୟୁଟିଭ୍ ପିଙ୍କୁ ସୁନା ଓରଫ ସାନାଙ୍କ ଉପରେ ଥିଲା। ଅଗଷ୍ଟ 18 ତାରିଖରେ ସେ 2,30,780 ଟଙ୍କା ଜମା କରିବା ପରେ ତାଙ୍କ ବ୍ୟାଗରେ ବିଭିନ୍ନ ଗ୍ରାହକଠାରୁ ସଂଗୃହୀତ 5,38,697 ଟଙ୍କା ଥିଲା। ଏହା ପୂର୍ବରୁ ମଧ୍ୟ ସେ 3,59,447 ଟଙ୍କା ଜମା କରିଥିବା ଜଣାପଡ଼ିଥିଲା। ଟଙ୍କା ଜମା ନ କରିବା ନେଇ ତାଙ୍କୁ ପଚରାଇବା କରାଯିବା ପରେ ପିଙ୍କୁ ଦାବି କରିଥିଲେ ଯେ ଅଗଷ୍ଟ 18 ତାରିଖରେ ଟୟୋଟା ଶୋରୁମ୍ ନିକଟରେ SH10ରେ ଅଜଣା ଦୁର୍ବୃତ୍ତମାନେ ତାଙ୍କଠାରୁ 5,38,967 ଟଙ୍କା ଲୁଟ୍ କରିଦେଇଥିଲେ। କିନ୍ତୁ ତାଙ୍କ ବୟାନର ଅସଙ୍ଗତି ଏବଂ ପୂର୍ବରୁ ମଧ୍ୟ ଟଙ୍କା ଜମା ନ କରିବା ଘଟଣା ପୁଲିସର ସନ୍ଦେହ ବଢ଼ାଇଥିଲା। ପୁଲିସର ତ୍ୱରିତ ଓ ବୃତ୍ତିଗତ ତଦନ୍ତରେ କଥିତ ଲୁଟ୍ ଘଟଣାଟି ମିଥ୍ୟା ବୋଲି ଜଣାପଡ଼ିଥିଲା। ତଦନ୍ତରୁ ପ୍ରକାଶ ପାଇଥିଲା ଯେ ଅର୍ଥ ହଡପ ଘଟଣାକୁ ଲୁଚାଇବା ପାଇଁ ପୂର୍ବ ଯୋଜନା ଅନୁଯାୟୀ ନକଲି ଲୁଟ୍ ନାଟକ କରାଯାଇଥିଲା। ଯୋଜନା ଅନୁଯାୟୀ ପିଙ୍କୁ ତାଙ୍କ ସହଯୋଗୀମାନଙ୍କୁ ଟଙ୍କା ହସ୍ତାନ୍ତର କରିଥିବା ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ପିଙ୍କୁ ସୁନା ଓରଫ ସାନା, ମନୋଜ ନନ୍ଦ, ରବି ସୁନା ଏବଂ ଆନନ୍ଦ ତାଣ୍ଡିଆକୁ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ମୋଟ 4,89,700 ଟଙ୍କା ନଗଦ, 5ଟି ମୋବାଇଲ ଫୋନ୍, ଗୋଟିଏ ଆପାଚି ବାଇକ୍ ନମ୍ବର OD12E4958, ଗୋଟିଏ ହିରୋ ଆଇସ୍ମାର୍ଟ ବାଇକ୍ ନମ୍ବର OD14H5457। ପୁଲିସର ଏହି ତଦନ୍ତ ଘଟଣାର ଆର୍ଥିକ ଦିଗ ଓ ଅଭିଯୁକ୍ତମାନଙ୍କ ମଧ୍ୟରେ ଟଙ୍କାର ଲେନଦେନ ଉପରେ ମଧ୍ୟ ଗୁରୁତ୍ୱ ଦେଇଛି। ଭରସାରେ ଦିଆଯାଇଥିବା ଦାୟିତ୍ୱର ଦୁରୁପଯୋଗ କରି ଅପରାଧ ଲୁଚାଇବା ପାଇଁ ନକଲି ଲୁଟ୍ ନାଟକ ରଚିଲେ ଆଇନରୁ ରକ୍ଷା ମିଳିବ ନାହିଁ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରିଛି।